ବନ୍ଧୁମାନେ, ତିନୋଟି ଗୋଟା ଗୁଜୁରାତି ଆପଣ ଆପଣଙ୍କ ପକେଟରେ ରଖନ୍ତୁ। ଏହା ଏକ ଛୋଟ ଉପଚାର, କିନ୍ତୁ ଏହା ଏକ ଅତ୍ୟନ୍ତ ଶକ୍ତିଶାଳୀ ଉପଚାର ଅଟେ। ଶତ୍ରୁମାନଙ୍କ ଦ୍ୱାରା ଆପଣଙ୍କ ଉପରେ ପକାଯାଇଥିବା ଯେକୌଣସି ଖରାପ ଦୃଷ୍ଟି ଏବଂ ସେମାନଙ୍କର କରାଯାଇଥିବା ନକାରାତ୍ମକ ଇଚ୍ଛା ସେମାନଙ୍କ ଉପରେ ପ୍ରତିଫଳିତ ହେବ। ଯେକୌଣସି ଶତ୍ରୁ ଯଦି ଆପଣଙ୍କ ଆଡ଼କୁ ଈର୍ଷାର ସହିତ ଦେଖୁଛି, ତେବେ ଏହି ସରଳ ଗୁଜୁରାତିର ଉପଚାର ଦ୍ୱାରା ତାହା ବିଫଳ ହେବ। ବନ୍ଧୁମାନେ, ଏହି ଉପାୟ ସିଧାସଳଖ ଭାବରେ ଶତ୍ରୁର ଦୃଷ୍ଟିକୁ ଆଘାତ କରେ। ତେଣୁ ଆସନ୍ତୁ ଆରମ୍ଭ କରିବା। ଆଜିର ସମୟରେ କୁଦୃଷ୍ଟି, ଯାହାକୁ ନଜର ବୋଲି କୁହାଯାଏ, ତାହା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଆପଣ ହୁଏତ କୌଣସି ସ୍ପଷ୍ଟ କାରଣ ବିନା ଆପଣଙ୍କର କାମ ହଠାତ୍ ଖରାପ ହେବା, ଆପଣଙ୍କ ବ୍ୟବସାୟରେ କ୍ଷତି ହେବା, ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହେବା କିମ୍ବା ଆପଣଙ୍କ ଘରେ ବିନା କାରଣରେ ଝଗଡ଼ା ହେବା, ଏହା ଆପଣ ଲକ୍ଷ୍ୟ କରିଥିବେ। ଏହି ସବୁ କିଛି କୁଦୃଷ୍ଟିର ପ୍ରଭାବ। ଏହି ଦୂଷିତ ଦୃଷ୍ଟି ଜଣେ ଅପରିଚିତ ବ୍ୟକ୍ତିଙ୍କ ଠାରୁ ଆସିପାରେ କିମ୍ବା କେତେକ ସମୟରେ ଆପଣଙ୍କର ନିକଟତର ଲୋକମାନଙ୍କ ଠାରୁ ମଧ୍ୟ ଆସିପାରେ, ଯେଉଁମାନେ ଆପଣଙ୍କର ଉନ୍ନତି ଦେଖି ଭିତରୁ ଈର୍ଷା କରନ୍ତି। ଏହିଭଳି ଶତ୍ରୁମାନେ ଯେଉଁମାନେ ଏହିଭଳି ଖରାପ ଦୃଷ୍ଟି ପକାନ୍ତି, ସେମାନେ ବିଶେଷ ଭାବରେ ବିପଦଜନକ, କାହିଁକିନା ସେମାନଙ୍କୁ ଚିହ୍ନିବା କଷ୍ଟକର। ସେମାନେ ହସି ହସି କରି ଆପଣଙ୍କ ସାଥିରେ କଥାବାର୍ତ୍ତା ତ କରନ୍ତି ଏବଂ ଆପଣଙ୍କର ପ୍ରଶଂସା ମଧ୍ୟ କରନ୍ତି, ତଥାପି ଭିତରେ ଗଭୀର ଈର୍ଷାପରାୟଣ ହୋଇଥାନ୍ତି। ଆଉ ଏହି ଈର୍ଷା ହିଁ ଧୀରେ ଧୀରେ ଖରାପ ଦୃଷ୍ଟି ଭାବରେ ପ୍ରକାଶିତ ହୁଏ ଆଉ ଆପଣଙ୍କୁ ପ୍ରଭାବିତ କରେ। କେତେବେଳେ ମଧ୍ୟ ଆପଣଙ୍କର ପିଲାମାନଙ୍କୁ ହଇରାଣ କରେ ଆଉ ଆପଣଙ୍କର ବ୍ୟବସାୟକୁ ବନ୍ଦ କରିଦିଏ କିମ୍ବା ଆପଣଙ୍କର ଘରୁ ଶାନ୍ତି ଏବଂ ଖୁସିକୁ ଲୁଟି ନିଏ। ତେବେ ଆଜିର ଏହି ଗୁଜୁରାତିର ଉପାୟ ମୁଁ ଆପଣଙ୍କର ଏହିଭଳି ଶତ୍ରୁମାନଙ୍କ ଠାରୁ ଆପଣଙ୍କୁ ରକ୍ଷା କରିବା ପାଇଁ ଏହିଠାରେ ସେୟାର କରୁଅଛି। ତେବେ ବନ୍ଧୁମାନେ, ଆମର ଶାସ୍ତ୍ରରେ ଗୁଜୁରାତିକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଭ ବୋଲି ମାନାଯାଇଥାଏ। ଆପଣ ଦେଖିଥିବେ ମଧ୍ୟ, ଯେତେବେଳେ କୌଣସି ଶୁଭ କାର୍ଯ୍ୟ, ପୂଜା କିମ୍ବା ପ୍ରସାଦ ପ୍ରସ୍ତୁତ ହୋଇଥାଏ, ତ ସେତେବେଳେ ଗୁଜୁରାତି ସେଥିରେ ସର୍ବଦା ଅନ୍ତର୍ଭୁକ୍ତ ହୋଇଥାଏ। ଗୁଜୁରାତି ସକାରାତ୍ମକ ଶକ୍ତି ବହନ କରିଥାଏ ବୋଲି ବିଶ୍ୱାସ କରାଯାଇଥାଏ। ଏହି କାରଣରୁ ଯେତେବେଳେ ଗୁଜୁରାତି ବିରୁଦ୍ଧରେ ପ୍ରତିକାର ଭାବରେ ଗ୍ରହଣ କରାଯାଏ, ତ ସେତେବେଳେ ସେହି ପ୍ରତିକାର ତୁରନ୍ତ ଶକ୍ତିଶାଳୀ ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଆମେ ସେହି ପ୍ରତିକାର ବିଷୟରେ ଆଲୋଚନା କରିବା। ତେବେ ବନ୍ଧୁମାନେ, ଏହି ଉପାୟଗୁଡ଼ିକ ଯଦି ଆପଣ ସଠିକ୍ ନିୟମରେ କରନ୍ତି, ତେବେ ଆପଣଙ୍କର ଶତ୍ରୁ ଦ୍ୱାରା କରାଯାଇଥିବା ମନ୍ଦ ବୁଦ୍ଧି ସେମାନଙ୍କ ଉପରକୁ ଲେଉଟିଯିବ। ତେବେ ସେଥିପାଇଁ ଆପଣ ସର୍ବପ୍ରଥମେ 3ଟି ଭଲ ଗୁଜୁରାତି ନିଅନ୍ତୁ। ଏହା ସହିତ କିଛି ଲାଲ ରଙ୍ଗର କପଡ଼ାର ଗୋଟିଏ ଥଳି ନିଅନ୍ତୁ ଆଉ ପାଖରେ ଗଙ୍ଗା ଜଳ ପ୍ରସ୍ତୁତ ରଖନ୍ତୁ। ଏହି ସବୁ ଜିନିଷ ଗୁଡ଼ିକୁ ଗୋଟିଏ ଦିନ ପୂର୍ବରୁ ସଂଗ୍ରହ କରନ୍ତୁ, ଯାହାଫଳରେ ଉପାୟଟି କରିବା ସମୟରେ ଆପଣଙ୍କୁ ଏଣେ ତେଣେ ଦୌଡ଼ିବା ପାଇଁ ପଡ଼ିବ ନାହିଁ। ତେବେ ଏହି ସାମଗ୍ରୀ ଗୁଡ଼ିକୁ ନେଇ ଆପଣଙ୍କର ଘରର କୌଣସି ଏକ ନିର୍ଜନ ସ୍ଥାନକୁ ଯାଆନ୍ତୁ, ମାନେ ଯେଉଁଠାରେ କେହି ଲୋକ ଏତେ ଯିବା ଆସିବା କରୁନଥିବେ, ସେହିଭଳି ସ୍ଥାନକୁ ଯାଆନ୍ତୁ। ସୂର୍ଯ୍ୟ ଉଦୟ ପରେ ସ୍ନାନ କରି ଏହି ପ୍ରତିକାରକୁ ଆପଣ କରିବା ଉଚିତ, କାହିଁକିନା ସକାଳର ସମୟ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ। ତ ଏହି ଉପାୟଟି କରିବା ପାଇଁ ଆପଣ ସେହି 3ଟି ଗୁଜୁରାତିକୁ ଆପଣଙ୍କର ହାତର ପାପୁଲିରେ ଧରିକି ରଖନ୍ତୁ। ଏହାପରେ ଆପଣଙ୍କର ଆଖି ବନ୍ଦ କରନ୍ତୁ ଏବଂ ଏହା ଉପରେ ଆପଣ ଟିକିଏ ଗଙ୍ଗା ଜଳ ଛିଞ୍ଚନ୍ତୁ। ତାପରେ ଆପଣଙ୍କର ମନକୁ ସେହି ଶତ୍ରୁଙ୍କ ଉପରେ କେନ୍ଦ୍ରିତ କରନ୍ତୁ, ଯାହାଙ୍କର ଖରାପ ଦୃଷ୍ଟି ଆପଣଙ୍କୁ ପ୍ରଭାବିତ କରୁଛି। ଯଦି ଆପଣ ଜାଣନ୍ତି ଯେ କିଏ ମନ୍ଦ ନଜର ବା ଖରାପ ନଜର ପକାଇଛି, ତେବେ ମନରେ ତାଙ୍କର ନାମ 3 ଥର ପୁନରାବୃତ୍ତି କରନ୍ତୁ। ଯଦି ଆପଣ ନାମ ଜାଣିନାହାନ୍ତି, ତେବେ କେବଳ ଏହି ଉପାୟ ଦ୍ୱାରା ମନସ୍ଥ କରନ୍ତୁ, ଯିଏ ଆପଣଙ୍କ ଉପରେ କୁଦୃଷ୍ଟି ପକାଉଛି, ତାହା ଗୁପ୍ତ ଭାବରେ ହେଉ କିମ୍ବା ଖରାପ ଭାବରେ ହେଉ, ତେବେ ସେହି ଦୃଷ୍ଟିର ପ୍ରଭାବ ନିଜ ଉପରେ ପକାନ୍ତୁ। ଏହାପରେ କ'ଣ ହେବ? ତାପରେ ଆପଣ ହାତ ପାପୁଲି ମଧ୍ୟରେ 3ଟି ଗୁଜୁରାତିକୁ ରଖନ୍ତୁ ଏବଂ ତାହାକୁ ଧୀରେ ଧୀରେ ଘଷନ୍ତୁ ଏବଂ ଏହାପରେ ଏକ ନିର୍ଦ୍ଦିଷ୍ଟ ମନ୍ତ୍ର ଜପ କରନ୍ତୁ। ଆଉ ଏହି ମନ୍ତ୍ରଟିକୁ ଆପଣ 7 ଥର ଜପ କରନ୍ତୁ। ମନ୍ତ୍ରଟି ହେଉଛି ଓମ୍ ଦୃଷ୍ଟି ଦୋଷୟ ନାଶୟ ଶତ୍ରୁ ଦୃଷ୍ଟି ପ୍ରତ୍ୟାଗମନ ସ୍ୱାହା। ଓମ୍ ଦୃଷ୍ଟି ଦୋଷ ନାଶୟ ଶତ୍ରୁ ଦୃଷ୍ଟି ପ୍ରତ୍ୟାଗମନୟ ସ୍ୱାହା। ତ ଏହି ମନ୍ତ୍ରଟିକୁ ଆପଣ 7 ଥର ପୁନରାବୃତ୍ତି କରିବେ। ଆପଣ ଚାହିଁଲେ ଏହି ମନ୍ତ୍ରଟିକୁ ଏକ ଖାତାରେ ଲେଖି ରଖନ୍ତୁ କିମ୍ବା ନିଜର ମୋବାଇଲରେ ସେଭ୍ କରିକି ରଖନ୍ତୁ, ଯାହାଫଳରେ ଆପଣଙ୍କୁ ମନ୍ତ୍ରଟି ମନେ ପକାଇବା ପାଇଁ ସୁବିଧା ହେବ।
ମନ୍ତ୍ରଟି ଜପ କରିସାରିବା ପରେ ଭଗବାନ ହନୁମାନଙ୍କୁ ପ୍ରାର୍ଥନା କରନ୍ତି, କାରଣ ସେ କୁଦୃଷ୍ଟିରୁ ରକ୍ଷା କରୁଥିବା ଦେବତା ଭାବରେ ପୂଜା ପାଇଥାନ୍ତି। ନୀରବରେ ପ୍ରାର୍ଥନା କରନ୍ତୁ, ହେ ପ୍ରଭୁ ହନୁମାନ, ଦୟାକରି ମୋ ଶତ୍ରୁ ଦ୍ୱାରା ମୋ ଉପରେ ପଡ଼ିଥିବା ଯେକୌଣସି କୁଦୃଷ୍ଟିକୁ ସେମାନଙ୍କ ଆଡ଼କୁ ଫେରାଇ ଦିଅନ୍ତୁ ଏବଂ ମୋର ଜୀବନକୁ ରକ୍ଷା କରନ୍ତୁ। ଏତିକି ପ୍ରାର୍ଥନା କରିବା ପରେ ଆପଣ ସେହି 3ଟି ଗୁଜୁରାତିକୁ ସେହି ନାଲି ରଙ୍ଗର ପୁଟୁଳିରେ ରଖନ୍ତୁ। ତାପରେ ଆପଣ ଘରୁ ଯେତେବେଳେ ବାହାରକୁ ଯାଉଛନ୍ତି କିମ୍ବା ଯେତେବେଳେ ବି ଆପଣ ଘରେ ରହୁଛନ୍ତି, ସବୁବେଳେ ଆପଣ ନିଜ ପାଖରେ ରଖନ୍ତୁ, ମାନେ ନିଜର ପକେଟରେ ଆପଣ ରଖନ୍ତୁ। ମନେ ରଖନ୍ତୁ ଯେ ଏହି ଥଳିଟି ଆପଣଙ୍କ ପାଇଁ ଗୋଟିଏ ସୁରକ୍ଷା କବଚ ଭାବରେ କାମ କରିବ। ଯେତେବେଳେ ଆପଣଙ୍କର ଶତ୍ରୁ ଆପଣଙ୍କ ଉପରେ ଖରାପ ନଜର ପକାଇବା ପାଇଁ ଚେଷ୍ଟା କରିବ, ସେତେବେଳେ ଏହି ଗୁଜୁରାତି ସେହି ନକାରାତ୍ମକ ଶକ୍ତିକୁ ଶୋଷିତ କରିବ। ଏହାର ପ୍ରଭାବ ସିଧାସଳଖ ଶତ୍ରୁ ଉପରେ ପ୍ରତିଫଳିତ ହେବ। ଏହି ଉପାୟ ଏତେ ଶକ୍ତିଶାଳୀ ଯେ ଆପଣ ନିଜର ପକେଟରେ ଏହି ଥଳି ରଖିବା ପରେ ଏହା ଆପଣଙ୍କ ଚାରିପାଖରେ ଗୋଟିଏ ସୁରକ୍ଷା ଆଭାସ ସୃଷ୍ଟି କରେ। କୌଣସି ନକାରାତ୍ମକ ଶକ୍ତି, ଖରାପ ନଜର କିମ୍ବା ଶତ୍ରୁଙ୍କର ସିଧାସଳଖ ଦୃଷ୍ଟି ଆପଣଙ୍କ ପାଖରେ ପହଞ୍ଚି ପାରିବ ନାହିଁ। ଯଦି ବି କେହି ଏପରି କରିବା ପାଇଁ ଚେଷ୍ଟା କରନ୍ତି, ତେବେ ନକାରାତ୍ମକତା ସେମାନଙ୍କ ଉପରେ ପୁଣି ଥରେ ପ୍ରବାହିତ ହୁଏ। କିଛି ଦିନ ମଧ୍ୟରେ ଆପଣ ଦେଖିବେ ଯେ ଆପଣଙ୍କର ଶତ୍ରୁ ଦୁଃଖିତ ହେଉଛନ୍ତି, ସେମାନଙ୍କର ଯୋଜନା ବିଫଳ ହେବା ଆରମ୍ଭ ହେବ ଏବଂ ଆପଣଙ୍କର ଜୀବନ ଧୀରେ ଧୀରେ ସୁରକ୍ଷିତ ଏବଂ ଖୁସି ହୋଇଯିବ। ଆପଣଙ୍କୁ ପ୍ରତ୍ୟେକ 7 ଦିନରେ ଥରେ ଏହି ଥଳିଟିକୁ ବଦଳାଇବା ପାଇଁ ପଡ଼ିବ। ଗୋଟିଏ ସପ୍ତାହ ପରେ ପୁରୁଣା ଗୁଜୁରାତିକୁ କାଢ଼ି ଦିଅନ୍ତୁ, ସେଗୁଡ଼ିକୁ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ଏବଂ ପୁଣି 3ଟି ତାଜା ଗୁଜୁରାତି ସହିତ ପ୍ରକ୍ରିୟାକୁ ପୁନରାବୃତ୍ତି କରନ୍ତେ। ଏହିପରି ଭାବରେ ଆପଣ ନିଜକୁ ନିରନ୍ତର କୁଦୃଷ୍ଟିରୁ ରକ୍ଷା କରିପାରିବେ। ଆପଣଙ୍କୁ ଆରମ୍ଭରେ କେବଳ ସମ୍ପୂର୍ଣ୍ଣ ନୀତି ରୀତି ପୁଣି ଥରେ କରିବା ପାଇଁ ପଡ଼ିବ। କେବଳ ଆବଶ୍ୟକୀୟ ପଦକ୍ଷେପ ହେଉଛି ପ୍ରତି 7 ଦିନରେ ଥରେ ଗୁଜୁରାତିକୁ ବଦଳାଇବା। କେତେକ ଲୋକମାନେ ମାତ୍ର 3 ଦିନ ମଧ୍ୟରେ ଫଳାଫଳ ଦେଖିବା ଆରମ୍ଭ କରିଛନ୍ତି। ଆଉ କିଛି ଲୋକ ଗୋଟିଏ ସପ୍ତାହ ମଧ୍ୟରେ ସେମାନଙ୍କର ଶତ୍ରୁ ଦୁର୍ବଳ ହେବାର ଦେଖିଛନ୍ତି। ତ ସେହିଭଳି ଶତ୍ରୁମାନଙ୍କର ଦୁଷ୍ଟ ଦୃଷ୍ଟି ବା ଖରାପ ଦୃଷ୍ଟିର ପ୍ରଭାବ ସେମାନଙ୍କ ଉପରେ ପ୍ରତିଫଳିତ ହେବା ଆରମ୍ଭ କରିଥାଏ। ଏହି ଉପାୟ ଏତେ ଶକ୍ତିଶାଳୀ ଅଟେ, ଆପଣଙ୍କର ଶତ୍ରୁ ଯେତେ ବି ଶକ୍ତିଶାଳୀ ହେଉନା କାହିଁକି, ସେମାନଙ୍କର କୁଦୃଷ୍ଟି, ସେମାନଙ୍କର ନକାରାତ୍ମକ ପ୍ରଭାବ ସେମାନଙ୍କ ପାଖକୁ ହିଁ ଫେରିଯିବ ଆଉ ଆପଣଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବ। ବନ୍ଧୁମାନେ, ଆପଣ ଆଉ ଗୋଟିଏ କଥା ମଧ୍ୟ ମନେ ରଖନ୍ତୁ, ଏହି ଉପାୟଟି ଆପଣଙ୍କୁ ବା ଏହି ପ୍ରତିକାରଟି ଆପଣଙ୍କୁ ବିନା ଭୟରେ କରିବା ପାଇଁ ପଡ଼ିବ ଆଉ ଆପଣଙ୍କର ଉଦ୍ଦେଶ୍ୟ ମଧ୍ୟ ସବୁବେଳେ ସକାରାତ୍ମକ ରହିଥିବା ଆବଶ୍ୟକ। ତେବେ ବନ୍ଧୁମାନେ, ଏହା ଥିଲା ସେହି ଶକ୍ତିଶାଳୀ ଉପାୟ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଭଲ ଲାଗିଛି ତେବେ ଏହି ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ। ତଳେ କମେଣ୍ଟ ବକ୍ସରେ ଜୟ ବଜରଙ୍ଗବାଲି ନିଶ୍ଚୟ ଲେଖନ୍ତୁ ଏବଂ ଏହି ଉପାୟକୁ ନେଇ ଆପଣଙ୍କର ମତାମତ କ'ଣ ତାହା ନିଶ୍ଚୟ ଆମକୁ ଜଣାନ୍ତୁ। ଆଉ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦିଅନ୍ତୁ, କାହିଁକିନା ଆମେ ଯେଉଁ ଭିଡ଼ିଓ ଅପଲୋଡ଼ କରିବୁ ତାହା ଆପଣ ସର୍ବପ୍ରଥମେ ପାଇପାରିବେ। ଏହା ସହିତ ଭିଡ଼ିଓଟିକୁ ଅନ୍ୟମାନଙ୍କ ସାଥିରେ ସେୟାର କରନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଏହିଭଳି ଚମତ୍କାରୀ ଉପାୟ ଗୁଡ଼ିକ ସମ୍ପର୍କରେ ଜାଣିପାରିବେ। ଧନ୍ୟବାଦ।